लिंग पुराण चतुर्दश अध्याय मणिकर्णिका महात्म्य वर्णन। एथु अन्ते मुनिवर सौनक सादरे पुछिले विधि सुतंकु अनुराग भरे। आहे सनत कुमार महाज्ञानी वर शुणाइल अन्नपूर्णा देवी समाचार। अपूर्व आनंद आम्भे कलु अनुभव बुझिलु पड़ी दात्रींक जे कि दया भाव। एबे कह कि नाम्भ मानंकु बुझाई मन बळाइछु सर्वे शुणिबार पाई। से काशी धामे जे मणि कर्णिकार नामे तेउ तीर्थ अवस्थित ता महिमा गुण। आबर कहिब आम्भ समीपरे का काहिंकि ताहार नाम से मणिकर्णिका। तहि स्थान कले केउ फल हुए प्राप्त। ए आदि सकल बखाण हे तपवंत। सनत कुमार उवाच मृदु मृदु हास्य मुखे सनत कुमार कही आरंभिले तहु दिव्य समाचार। बोइले सुण हे मुनि होई एक मन मणिकर्णिका महिमा करुछि वर्णन। मणिकर्णिका ता नाम हेला से कारणे श्रवण कर से कथा सर्वे स्थिर मने। जेउ काले शिवंकर पुराण बल्लभी दक्ष प्रजापति सुता से जे सत्य देवी। निज पितांकर यज्ञ स्थले जाइथिले दक्षंक मुखरु शिव निंदा जे शुणिले। पतिंकर घोर अपमान को न सही महाक्रोध मति हेले दक्ष जे मातहि। निज श्वास ब्रह्मरंध्रे अवरोध करी यज्ञ स्थले देह त्याग कले सुंदरी। तदंतेण चली गले निज लोके सती। ए बारता शिवे देले से नारद जति। पत्नींकर देह छाड़ी बार कथा शुणी महाक्रोध भर होई शिव शूल पाणी। दक्ष प्रजापतिंकर यज्ञ ध्वंस कले सती देह कंधे घेनी पागल होइले। सेहि क्रोध मने नृत्य करी भोलानाथ भ्रमण कले पृथिवी बातुलंक मत। प्रलय घटिब जानी विष्णु सेहि काले सुदर्शन चक्र घेनी बाहर होइले। शिवंक कंधरे थिबा सतींकर पिंड आपणे चक्रे विष्णु कले खंड खंड। उन्मत्त भावे शंकर भ्रम चतुर्दिगे विष्णु ताहांक पछरे धाई धाई बेगे। काटन्ति सतींक अंग करि छिन्न भिन्न काहे केउ अंग पड़े भूषण संगे न। सतींक कर्ण छेदन
କରିବାର କାଳେ। ମଣିକୁଣ୍ଡଳ ସହିତେ ପଡ଼ିଲା ସେ ସ୍ଥଳେ। ମଣିକର୍ଣ୍ଣିକା ବୋଲି ତା ନାମ ହେଲା ଖ୍ୟାତ। ମହାତୀର୍ଥ ବୋଲାଇଲା ସେହି ସ୍ଥାନ ମାତ୍ର। ଚକ୍ର ହୋଇଥିଲେ ଯହିଁ ଦେବନାରାୟଣ। ଚକ୍ରତୀର୍ଥ ବୋଲି ନାମ ଖ୍ୟାତ ହେଲା ଜାଣ। ଆତ୍ମାଧୀରେଶ୍ୱର ନାମେ ଶିବଲିଙ୍ଗ ତଥି। ସଙ୍କଟା ଦେବୀଙ୍କ ନିକଟରେ ବିରାଜନ୍ତି। ତହିଁ ବିନ୍ଧ୍ୟାଚଳ ଦେବୀ ଅପୂର୍ବ ମୂରତି। ବୃହସ୍ପତି ଗୁରୁ ନାଗେଶ୍ୱର ଲିଙ୍ଗ ଛନ୍ତି। ବେଣୀ ମାଧବ ନାମେଣ ଶ୍ରୀ ବିଷ୍ଣୁ ବିଗ୍ରହ। ଅତ୍ୟନ୍ତ ଶୋଭା ଦିଶନ୍ତି ତହିଁ ଅହରହ। ବେଣୀ ମାଧବଙ୍କ ଧ୍ୱଜା ବଡ଼ ଚମତ୍କାର। ଝଲମଲ ବିରାଜଇ ଜାଣ ସେହିଠାର। ତହିଁ ପୁଣି ପଞ୍ଚଗଙ୍ଗା କାଳ ଭୈରବ। ନିରନ୍ତର ଅବସ୍ଥିତ ମୂରତି ଅପୂର୍ବ। କାଳ ଭୈରବ ନାମ ଯେ ହେଲା କିମ୍ପା ଶୁଣ। ବ୍ରହ୍ମାଙ୍କର ଗର୍ବ ଖର୍ବ କରିବା କାରଣ। ମହାଦେବ ନିଜ ଦେହୁ ତାଙ୍କୁ ଜାତ କଲେ। କାଶୀରେ ଯେ କଟୁଆଳ ରୂପେଣ ରହିଲେ। ଦୁଷ୍ଟମାନଙ୍କୁ ସେ କାଳ ଭୈରବ ମୂରତି। ଆପଣା ପ୍ରତାପେ ସଦା ଦମନ କରନ୍ତି। ବୃଦ୍ଧ କାଳେଶ୍ୱର ଦଣ୍ଡ ପାଣି ଭୈରବ। ତାହାଙ୍କ ନିକଟେ ସ୍ଥିତ ବିଷମ ଭୈରବ। କାଶୀ ଦେବୀ ତହିଁ ଛନ୍ତି ରୂପ ମନୋହର। ବିଶାଳାକ୍ଷୀ ଦେବୀ ମୂର୍ତ୍ତି ଅତି ଚମତ୍କାର। ମାନ ମନ୍ଦିର ଶୋଭଇ ତାହାଙ୍କ ନିକଟେ। ଶୀତଳା ମାତା ଯେ ଦଶ ଅଶ୍ୱମେଧ ଘାଟେ। 64 ଦେବୀଙ୍କର ତହିଁ ଅଧିଷ୍ଠାନ। ଶ୍ରୀ କେଦାରେଶ୍ୱର ଲିଙ୍ଗ ଅପୂର୍ବ ଶୋଭନ। ପରମ ସୁନ୍ଦର ଦୃଶ୍ୟ ହରିଶ୍ଚନ୍ଦ୍ର ଘାଟ। ମାନେଶ୍ୱର ତିଳ ଭାଣ୍ଡେ ସ୍ୱରଲିଙ୍ଗ ଶ୍ରେଷ୍ଠ। ଏମନ୍ତ ମଣିକର୍ଣ୍ଣିକା ତୀର୍ଥର ପାରୁଷେ। କେତେ ଦେବ ଦେବୀ ମୂର୍ତ୍ତି ଛନ୍ତି ଦିବ୍ୟ ବେଶେ। ମଣିକର୍ଣ୍ଣିକା ତୀର୍ଥର ଅପାର ମହିମା। ସେ ତୀର୍ଥ ବରକୁ ମୁହିଁ କି ଦେବୀ ଉପମା। ସଂକ୍ଷେପେ କହିଲି ତୁମ୍ଭ ଆଗେ କିଛି ମାତ୍ର। ଶ୍ରବଣ କର ଶ୍ରୀମଣି କର୍ଣ୍ଣିକାର ସ୍ତୋତ୍ର। ଯେ ବଣ ସ୍ତୋତ୍ର ଶୁଣନ୍ତେ ଯମଦଣ୍ଡ ନାହିଁ। ବଖାଣୁଛି ସେହି ସ୍ତୋତ୍ର ରତ୍ନ ଏବେ ମୁହିଁ। ଏକ ମନେ କର୍ଣ୍ଣ ଡେରି କର ହୃଦ ବୋଧ। ବ୍ୟାସଦେବଙ୍କର କୃତ ଅମୃତ ଆସ୍ୱାଦ। ଏହି ଯେ ମଣିକର୍ଣ୍ଣିକା ସ୍ତୋତ୍ର ମନୋହର। ଅଶେଷ ପାତକ ପଙ୍କୁ କରଇ ଉଦ୍ଧାର। ଶତକୋଟି ଚାନ୍ଦ୍ରାୟଣ ବ୍ରତ ଆଚରିଲେ। ପାପ କ୍ଷୟ ହୁଏ ଯେଉଁ ପୁଣ୍ୟ ଫଳ ମିଳେ। କୋଟି ଅଶ୍ୱମେଧ ଯଜ୍ଞେ ଯେଉଁ ପୁଣ୍ୟ ହୁଏ।
ମଣିକର୍ଣ୍ଣିକା ସ୍ନାନରେ ସେ ଫଳ ଉଦୟେ। ସ୍ନାନ କରି ସାରି ମଣିକର୍ଣ୍ଣିକା ତୀର୍ଥରେ ଯେଉଁ ନର ଏହି ସ୍ତୋତ୍ର ପରେ ଭକ୍ତି ଭରେ ସଂସାର ପାପ ସମୁଦ୍ର ପାର ହୁଏ ସେହି। ତେଜମୟ ବ୍ରହ୍ମଲୋକ ନିଶ୍ଚିତ କରଇ ଆପଣେ ଶ୍ରୀମୁଖେ କହି ଅଛନ୍ତି ଶଙ୍କର। ଏଥିରେ ସଂଶୟ ନାହିଁ ତିଳାର୍ଦ୍ଧେ ମାତର ମଣିକର୍ଣ୍ଣିକା ମହାତ୍ମ୍ୟ କଲଇଁ ବର୍ଣ୍ଣନ। ଶୁଣିଲ ତ ଏକ ମନେ ସର୍ବମୁନି ଗଣ ଏମନ୍ତେ ବିଧି ନନ୍ଦନ ସନତ କୁମାର। ବଖାଣିଲେ ମଣିକର୍ଣ୍ଣିକାର ସମାଚାର। ଏ ଲିଙ୍ଗ ପୁରାଣ କାଶୀ ଖଣ୍ଡର ଯେ କଥା ହରଣ କରଇ ଗତ ଜନମର ବ୍ୟଥା। ଶ୍ରୀହରିହରଙ୍କ ପାଦ ପଦ୍ମ କରି ସାର ଭାଷା ବନ୍ଧେ ଲେଖେ କ୍ଷେତ୍ର ମୋହନ ପାମର। इति श्रीलिंग पुराणे द्वितीय खंडे मणिकर्णिका स्तोत्र वर्णने नाम 15 अध्याय। 16 अध्याय काशी तीर्थरे गंगा स्नान नियम। सनत कुमार उवाच सनत कुमार बोलन्ति शुण मुनिगण काशी धामे गंगा स्नान नियम कथन। पतित पावन सर्व पाप विमोचनी वाराणसी स्थले तहि उत्तर वाहिनी। ताहा शुणाइले तुम्भ मानकर पासे वक्र पथे से गमन कले से सकाशे। सकले से तत्व होइल तवगत मणिकर्णिका तीर्थर जेपरि महात्म्य। सकल संशय फेई कहिले बुझाई एबे मो विस्तारी गंगा कथा कहिबई। सकल स्थान रे गंगा पातक नासंती काशी धाम रे तांकर अटे बहु ख्याति। 16 गुण पुण्य अटे संगम स्थल रे संगमेश्वर दर्शन कले स्थानांतरे। से जे महापाप हारी रम्य लिंग बर सते गुण फल दियंती दयालु ठाकुर। निष्काम भावे जे जन रहे काशी धामे अपूर्व विमाने अन्ते जाए शिव धामे। करिब जे काले गंगा स्नान को गमन यथा विधि मंत्र पाठ करिब तक्षण। बोलिब भक्ति भरे मुखरे सन हे भैरव देव मोर नमस्कार घेन। हे भव भावनाशन शिव द्वारपाल तुम्भरी आज्ञा रे मोहि आसी एहि स्थल। एहि आनंद भैरवी गंगा जले मात्र मस्तक सहिते बे बुड़ाइबी गात्र। हे देवेश भैरव तुम्भरी अनुग्रहे काशी की आसिले गंगा परम आग्रहे। आनंदे मानसे गति କରିବାକୁ ସତି आनंद भैरवी बोली
ନାମ କହିଛନ୍ତି। ଆନନ୍ଦ ମନରେ ମୋହି ଆନନ୍ଦିନୀ ଜଳେ, ସ୍ନାନ କରିବଇ ସୁଖେ ତୁମ୍ଭ କୃପା ବଳେ। ଗଙ୍ଗା ଦେବୀ କିଏ ଅନ୍ତେ କରିବ ପ୍ରାର୍ଥନା, ସେ ପ୍ରାର୍ଥନା ବାକ୍ୟ ଶୁଣ ଆହେ ମହାମନା। ଆଗ ମାତ ଗଙ୍ଗା ଦେବୀ ନମଇ ତୋ ପାଦେ, ତୋ ଜଳେ ସ୍ନାନ କରିବି ଆଜି ଅପ୍ରମାଦେ। ହେ ଜଗ ଜନନୀ କାଶୀ ପ୍ରାନ୍ତର ବାହିନୀ, ଆଜ୍ଞା ଦିଅ ଗୋ ଭୈରବୀ ଆନନ୍ଦଦାୟିନୀ। ଏହି ପ୍ରାର୍ଥନା ଗରୁ କରିବ ଏସନ, ଜାହ୍ନବୀର ତୀରେ ପକାଇଣ ପଦ୍ମାସନ। ଭୂତ ଶୁଦ୍ଧି ଆଦି କରି ବିହିତ ବିଧାନେ, ନାନାବିଧ ଉପଚାରେ ପୂଜିବ ଯତନେ। ହରସ ମନେ ତଦନ୍ତ୍ର କର ଯୋଡ଼ି କରି, ପ୍ରାର୍ଥନା କରିବ ତହିଁ ତନ୍ତ୍ରକୁ ଉଚ୍ଚାରି। ସେ ଉତ୍ତାରୁ ଗଙ୍ଗା ଜଳେ ହୋଇ ନିଗମନ, ବାରୁଣ ମନ୍ତ୍ରରେ ଭଲେ ବଢ଼ାଇବ ସ୍ନାନ। ତିନି ଥର ବୁଡ଼ି ସାରସ ସେ ଜାହ୍ନବୀରେ, ପ୍ରଣବ ମନ୍ତ୍ରେ ଜଳକୁ ଘେନିବ ଯତ୍ନରେ। ସେ ପ୍ରଣବ ମନ୍ତ୍ରେ ଜଳ କରିବ ହେ ପାନ, ଶୁଦ୍ଧି ହେବ ତେବେ ଜାଣ ସ୍ୱନ୍ତକରଣ। କାଳ ଭୈରବଙ୍କ ପାଶେ ଯାଇ ତାହା ପରେ, ପୂଜା କରିବ ତାହାଙ୍କୁ ଶ୍ରଦ୍ଧା ଭକ୍ତି ଭରେ। ମନ୍ଦାର ପୁଷ୍ପ ସହିତେ ଲୋହିତ ଚନ୍ଦନ, ବଟୁକ ମନ୍ତ୍ରରେ ତାକୁ କରିବ ଅର୍ପଣ। ଶକ୍ତି ଅନୁସାରେ ପୂଜା କରିଣ ବିଧାନେ, ନମିବ ତାହାଙ୍କ ପାଦେ ଆନନ୍ଦିତ ମନେ। ଏମନ୍ତ କାଳ ଭୈରବ ଲିଙ୍ଗ ପୂଜା ସାରି, ସେଠାରୁ ଚଳିବ ମନେ ଶ୍ରଦ୍ଧା ଭକ୍ତି କରି। ବିଶ୍ୱନାଥଙ୍କ ମନ୍ଦିରେ ହୋଇବ ପ୍ରବେଶ, ଦର୍ଶନ କରିବ ତହିଁ ଶ୍ରୀଲିଙ୍ଗ ବିଶେଷ। ନାନା ସ୍ତୁତି ବାକ୍ୟେ ତାଙ୍କୁ କରିବ ବନ୍ଦନ, ବଢ଼ାଇବ ବେଲପତ୍ରୀ କୁସୁମ ଚନ୍ଦନ। ଏହି ରୂପେ କାଶୀ ଧାମେ କଲେ ଗଙ୍ଗା ସ୍ନାନ, ଗଙ୍ଗାଧର ତୁଲ୍ୟ ହୁଏ ସେହି ପୁଣ୍ୟବାନ। କାଶୀ ଯିବି ସ୍ନାନ ମୁଁ କରିବି ଗଙ୍ଗା ଜଳେ, ଏହି କଥା ମନେ ମନେ ଯେଉଁ ଜନ ଭାଳେ। ଭାବ ବନ୍ଧନରୁ ମୁକୁଳଇ ସେହି ପ୍ରାଣୀ, ଅନ୍ତକାଳେ ଶିବ ଲୋକେ ତାର ଯେ ରହଣି। କାଶୀରେ ସକଳ ତୀର୍ଥ ଛନ୍ତି ଅନୁକ୍ଷଣ, ସେ ତୀର୍ଥମାନଙ୍କ ନାମ କେ କରେ ଗଣନ। ସେହି ସବୁ ତୀର୍ଥ ଛନ୍ତି ମଣିକର୍ଣ୍ଣିକାରେ, ତେଣୁ ସେହି ସର୍ବଶ୍ରେଷ୍ଠ ତୀର୍ଥଙ୍କ ମଧ୍ୟରେ। ଜ୍ଞାନ ବ୍ୟାପୀ ବିରାଜିତ ସେ କାଶୀ ଧାମରେ, ସର୍ବ ପାପ ଘୁଞ୍ଚେ ତହିଁ ସ୍ନାନାଦି ଯେ କରେ। ଜ୍ଞାନେଶ୍ୱର ଲିଙ୍ଗ ତଥି କଲେ ଦର୍ଶନ, ଦିବ୍ୟ ଜ୍ଞାନ ଲଭେ ସେହି ଭାଗ୍ୟବନ୍ତ ଜନ।
ଅନ୍ତକାଳେ ଶିବ ଲୋକେ ସେହି ସ୍ଥାନ ପାଏ। ପ୍ରଳୟ ହେବା ପର୍ଯ୍ୟନ୍ତ ବାସ କରିଥାଏ। କାଶୀଧାମେ ମାଧବଙ୍କୁ କଲେ ଆରାଧନ, ସେ ଜନ ଅନ୍ତିମେ ଚଳେ ବୈକୁଣ୍ଠ ଭୁବନ। ଘଣ୍ଟା କନେ ସ୍ନାନ ଆଦି करे ଯେଉଁ ଜନ, ବ୍ୟାସେଶ୍ୱର ଲିଙ୍ଗ करे ଭକ୍ତିରେ ଦର୍ଶନ। ଅନ୍ତକାଳେ ସେହି ପ୍ରାଣୀ ଶିବ ଲୋକେ ଯାଏ। ଚନ୍ଦ୍ର ସୂର୍ଯ୍ୟ ଥିବା ଯାକ ତହିଁ ରହିଥାଏ। ମରଣ ଦୁର୍ଲଭ ଅଟେ ଜାଣ କାଶୀଧାମେ, ଏମନ୍ତ ସ୍ଥାନ ନାହିଁଟି ଏ ତିନି ଭୁବନେ। କାଶୀର ମହିମା କେତେ କରିବି ବର୍ଣ୍ଣନ, ବର୍ଣ୍ଣି ନ ପାରନ୍ତି ଯାହା ସର୍ବଦେବଗଣ। ଅସରନ୍ତି ଅଟଇ ଯେ କାଶୀର ମହିମା, ଛାର ମନୁଷ୍ୟ ମାତର କେ ପାଇବ ସୀମା। କାଶୀର ମହାତ୍ମ୍ୟ କହି ବାରେ କେ ବାକ୍ଷମ, ଏକମାତ୍ର ଜାଣନ୍ତି ତା ଦେବ ପଞ୍ଚାନନ। ଅନ୍ୟ କ୍ଷେତ୍ରେ କେହି ଯଦି କିଛି ପାପ କରେ, ତା ସବୁ ବିନାଶ ହୁଏ କାଶୀ ଗଙ୍ଗା ତୀରେ। ଗଙ୍ଗା ତୀରେ ଯେହୁ ପାପ करे ଅରଜନ, ଗଙ୍ଗା ସ୍ନାନ ଗୁଣେ ତାହା ହୁଏ ବିନାଶନ। ଗଙ୍ଗା ଜଳେ ଯେଉଁ ପାପ ମାନବେ କରନ୍ତି, କାଶୀଧାମେ ଗଙ୍ଗା ସ୍ନାନ ସେ ପାପ ନାଶନ୍ତି। କାଶୀଧାମେ ଯେ କାଳରେ ପାପ ଉପାର୍ଜନ, ଅନ୍ତଗୃହେ ସେହି ପାପ ହୁଏ ବିଧ୍ୱଂସନ। ଅନ୍ତର୍ଗୃହେ ଯେ କି ପାପ କରଇ ଅର୍ଜନ, ପଞ୍ଚକ୍ରୋଶୀ ସେହି ପାପ करे ବିନାଶନ। ପଞ୍ଚକ୍ରୋଶୀ ମଧ୍ୟେ ଯେଉଁ ମନ ପାପ କରେ, ମଣିକର୍ଣ୍ଣିକା ତାହାର ସେହି ପାପ ହରେ। ମଣିକର୍ଣ୍ଣିକାରେ କଲେ ପାପ ଆଚରଣ, ବଜ୍ରାଲେପ ହୁଏ ତାହା ଏ ଶାସ୍ତ୍ର ବଚନ। କାଶୀଧାମରେ ଯେ ଗଙ୍ଗା ସ୍ନାନର ନିୟମ, କାଶୀକୃତ ପାପ ଫଳ କଲିଟି ବର୍ଣ୍ଣନ। କାଶୀର ମହିମା ଠିକେ କହିଲି ତୁମ୍ଭରେ, କାଶୀର ସମାନ ସ୍ଥାନ ନାହିଁ ଜଗତରେ। କାଶୀଧାମ ଯେ ଦ୍ୱିତୀୟ କୈଳାସ ଭୁବନ, କାଶୀଧାମ ଯେ ଦ୍ୱିତୀୟ ଶିବଲୋକ ଜାଣ। କାଶୀଧାମ ଅଟେ ସଦା ଆନନ୍ଦ ନିଜୟ, କାଶୀଧାମର ମହାତ୍ମ୍ୟ ଯେ ଅକଥନୀୟ। କାଶୀଧାମରେ ଯେ ବାସ करे ଅନୁକ୍ଷଣ, ପୂର୍ବଜନ୍ମ ନାହିଁ ତାର ପୁନର୍ଜନ୍ମ ନାହିଁ ତାର। आहे ଋଷିଗଣ ଭକ୍ତିରେ ଯେହୁ କରଇ ଶ୍ରବଣ କୀର୍ତ୍ତନ, କାଶୀର ମହିମା ଯେବେ କରଇବ ଖାଣ। ଏହି କାଶୀ ଖଣ୍ଡ ଯେତେ करे ଅଧ୍ୟୟନ, ତାହାର ପାତକ ନର ହୋଇ କଦାଚନ। ଭବବନ୍ଧନରୁ ସେହି ଜନମ କୋଳଇ, ଅନ୍ତକାଳେ ହରିହର ଧାମକୁ ଗମଇ। ଶ୍ରୀଲିଙ୍ଗ ପୁରାଣ ଅଟେ
क्षण सुधा बाणे इष्टदेव चिंती दीन क्षेत्रवासी भणी। इति श्रीलिंग पुराणे द्वितीय खंडे काशीधाम गंगा स्नान नियमादि कथने नाम षोडशाध्याय। सप्तदश अध्याय शिवंकर नीलकंठ धारण नीलकंठ लिंग महात्म्य कथन। सौनक उवाच सनत कुमारंको चाहे सौनक मुनि पचारिले थो अन्ते श्रद्धा भक्ति घेनी। हे विधि नंदन कह संशय फिटाई नीलकंठ नाम शिव बहिले किं पाई। एहा शुणी कहन्ति से सनत कुमार जेने शिवंकर नील कंठ समाचार। सनत कुमार उवाच शुण हे शुनक सुत सौनक तापस जहि पाई नीलकंठ हेले कृत्तिवास। जगतर उपकार छळे उमा साई अपूर्व कीर्ति स्थापी छन्ति दया बही। कालकूट पान करी जेमंत प्रकारे रक्षा करिछन्ति एहि विश्व चराचरे। वर्णन करुछि ताहा तुम्भ आगे मोहि जेमंत संशय मन जीव दूर होई। जेउ काले हेला क्षीर समुद्र मंथन तहिरु प्रथमे विष होइला उत्पन्न। ताहा तेजे हेले हरि कांचन बरन देखु देखु कले पुणी कालीमा धारण। ता देखि मेल होइण सकल मरे प्रवेशिले भୟରେ से ब्रह्मांक छामुरे। अति विनये बोइले आहे प्रजापति करुणा कटाक्ष कर अमरंक प्रति। समुद्र मंथन उठे विष घोरतर ताहा तेजे ध्वंस होई जीव चराचर। एहि देख गौरवर्ण देव नारायण विष तेजे होइछन्ति कालिया बरन। एहा शुणी सृष्टिकर्ता ब्रह्मा जोड़ी कर स्तुति कले काहीं अछ प्रभु दिगंबर। जोगेश्वर पुरुष हे जोगी ईश्वर तुम्भ श्री चरणे मोर कोटि नमस्कार। एहि रूपे बहुस्तव कले प्रजापति आविर्भूत हेले तहु देव पशुपति। बोइले कि वांछा कर हे कमलासन एहा शुणी जणाइले ब्रह्मा तत्क्षण। घेनुछु तुम्भ शरण आम्भे जे सकळे कृपा बहि रक्षा कर ए विपद काळे। समुद्र मंथने उठे विष घोरतर ताहा तेजे ध्वंस होई जीव चराचर। देख ताहा तेजे विष्णु पड़ी गले कला आउ बाकी हेब एणिकी हे प्रभु भोला। ब्रह्मांक मुखुए सन शुणी उमा साई विषपान करबाकू बेगे गले धाई।
ସମୁଦ୍ର ତୀରକୁ ଶିବ କରିଣ ଗମନ, ଅବିଳମ୍ବେ ସେହି ବିଷ ଯାକ କଲେ ପାନ। ଯେମନ୍ତେ ସେ ହଳାହଳ ଲାଗିବ କଣ୍ଠରେ, ଅପୂର୍ବ ନୀଳବରଣ ସେହି କ୍ଷଣି ଧରେ। ତା ଦେଖି ଶିବଙ୍କୁ ଜଣାଇଲେ ଦେବଗଣ, ହେ ହର ତୁମ୍ଭର କଣ୍ଠ ଅପୂର୍ବ ଶୋଭନ। ତଦନ୍ତରେ ସଦାଶିବ ହରଷ ଚିତ୍ତରେ, ସେ ବିଷକୁ କଣ୍ଠ ଦେଶେ ବହିଲେ ସାଦରେ। ତା ଦେଖି ସନ୍ତୋଷ ମନେ ସର୍ବଦେବଗଣ, ଦିବ୍ୟ ସ୍ତୁତି ଆରମ୍ଭିଲେ ବ୍ରହ୍ମା ସହିତେଣ। ଦେବଗଣଙ୍କ ସହିତେ ଶିବେ କରି ଚିନ୍ତା, ଏହିପରି ବହୁ ସ୍ତବ କରନ୍ତେ ବିଧାତା। ବିଷଯାକ ପାନ କଲେ ଯେଉଁ ମହେଶ୍ୱର, କଣ୍ଠ ଦେଶ ନୀଳବର୍ଣ୍ଣ ହୋଇଲା ତାଙ୍କର। ଏଣୁ ନୀଳକଣ୍ଠ ନାମେ ଦେଲେ କମରେ, ଆହେ ମୁନି ମାନେ ଶୁଣ ଏଥୁ ଅନନ୍ତରେ। ପରମ ଆନନ୍ଦ ହୋଇ ତହୁଁ ଦେବଗଣ, ଅସୁର ସହିତେ ସିନ୍ଧୁ ମନ୍ଥିଲେ କପଣ। ଚନ୍ଦ୍ର ଲକ୍ଷ୍ମୀ ଉଚ୍ଚୈ ଶ୍ରବା କଳ୍ପତରୁ ବର, ଧନ୍ୱନ୍ତରୀ ଆଦି ସର୍ବେ ହୋଇଲେ ବାହାର। ତା ଦେଖି ଚନ୍ଦ୍ରଙ୍କୁ ନେଇ ସର୍ବଦେବଗଣ, ଶିବଙ୍କର ହସ୍ତେ କଲେ ହରଷେ ଅର୍ପଣ। ଦେଖୁ ଦେଖୁ ଶିବ ଟେକି ଧଇଲେ ମଥାରେ, ପୁଣି ଦେବଗଣ ଜଣାଇଲେ ମୃଦୁ ସ୍ୱରେ। ତବ ଶିର ଦେଶେ ଶୋଭେ ପୁନ ଶଶଧର, ଏହା ଶୁଣି ହସି ହସି ଦେବ ଦିବାକର। ଶିବଙ୍କ ଲଲାଟେ ଚନ୍ଦ୍ରେ କରନ୍ତେ ସ୍ଥାପନ, ତାହା ଦେଖିଣ ମୋର କହନ୍ତି ତକ୍ଷଣ। ଏକା କଳା ତବ ଶିରେ ଧର ମହେଶ୍ୱର, କୃପା ବହିଣ ଅର୍ଦ୍ଧେକ ଦିଅ ଦିଗମ୍ବର। ଏ କଥା ଶୁଣି ଶଙ୍କର ଆନନ୍ଦ ହୋଇଲେ, ଅର୍ଦ୍ଧଚନ୍ଦ୍ର ଆପଣାର ମସ୍ତକେ ବହିଲେ। ଦେବଗଣଙ୍କୁ ଅଧିକ ଦେଲେ ହରଷରେ, ପରମ ଆନନ୍ଦ ହେଲେ ସକଳ ମରେ। ସମୁଦ୍ର ମନ୍ଥନ ଯେଉଁ କଳ୍ପ ବୃକ୍ଷ ଗୋଟି, ଯଥା କାଳେ ଉଠିଥିଲା ତହିଁ କରି ଦୃଷ୍ଟି। ଯତନେ ସ୍ଥାପିଲେ ବ୍ରହ୍ମା ନେଇ ନିଜ ଧାମେ, ଲକ୍ଷ୍ମୀ ଦେବୀଙ୍କି ଗ୍ରହଣ କଲେ ନାରାୟଣେ। ଉଚ୍ଚୈ ଶ୍ରବା ଅଶ୍ୱତୁଲେ ଐରାବତ ଗଜ, ଆନନ୍ଦେ ଗ୍ରହଣ କଲେ ଚନ୍ଦ୍ରଦେବରାଜ। ଧନ୍ୱନ୍ତରୀ ବୈଦ୍ୟ କଲେ ସ୍ୱର୍ଗକୁ ଗମନ, ଅମୃତ ପାନେ ଆନନ୍ଦ ସର୍ବଦେବଗଣ। ବିଷପାନ କରି ଶିବ ହେଲେ ନୀଳକଣ୍ଠ, ସେହି କାଳୁ ନୀଳକଣ୍ଠ ନାମ ତାଙ୍କ ଶ୍ରେଷ୍ଠ। ଅବନୀରେ ନୀଳକଣ୍ଠ ଲିଙ୍ଗ ସ୍ଥାପିବାରେ, ବାସନା କଲେ ଶଙ୍କର ଆପଣା ମନରେ। ଭାରତ ମଣ୍ଡଳେ ଦେଶ
ନେପାଳ ଜାନାମ। ସେହି ସ୍ଥାନ ନୀଳକଣ୍ଠେଶ୍ୱର ଲିଙ୍ଗ ଧାମ। ସ୍ୱୟଂ ଶ୍ରୀହସ୍ତରେ ସ୍ଥାପିଛନ୍ତି ମହେଶ୍ୱର। ଜ୍ୟୋତିର୍ମୟ ସେହି ଲିଙ୍ଗ ଦ୍ୱାଦଶ ମଧ୍ୟର। ଯେ ବଣ ଜନ ସେ ଲିଙ୍ଗ करे दर्शन। भक्ति भरे निज हस्ते कर स्पर्शन। पुष्प बिल्व पत्र जल प्रदान करई। ताहा देहरे पातक केबे न रहई। इह काले महासुखे भवे हरे दीन। अंत काले लिंग रूपे हुई पूजन। लिंग पुराण टई अमृत जे सार। हरिहर चिंती भणे दिन क्षेत्र छार। इति श्रीलिंग पुराणे द्वितीय खंडे शिव नीलकंठ धारण प्रसंग नीलकंठ महात्म्य कथने नाम सप्तदश अध्याय। अष्टादश अध्याय काशीधामर मणिकर्णिका तीर्थर महात्म्य वर्णन। सौनक उवाच एथु अनंतरे जे सौनक मुनिवर। विधि सुतंकु पूछिले वचन मधुर। बोइले हे पुराणज्ञ सर्वशास्त्र वेता। एथि पूर्वे कहिअछ केउ तीर्थ कथा। से काशी धामे जे मणि कर्णिका विख्यात। संक्षेपरे शुणाइछ काहार वृत्तान्त। विस्तारित भावे शुणि बाकु अभिलाष। उत्तम प्रकारे ताहा कर हे प्रकाश। मणिकर्णिका उत्पत्ति हेला जेउ प्राय। तहिरे आंभ मनरे रहिछि संशय। एकमात्र व्यासदेव पुराण करता। भिन्न भावे रहिछन्ति एक एक तथा। तेणु सन्देह जन्मई मानसे आंभर। प्रकृत घटना जाहा ता प्रकाश कर। सनत कुमार उवाच सनत कुमार महात्मा बोलन्ति तहिंकि। हे मुनिवर संशय करुछ काहिंकि। विश्वास कर ए कथा आहे महिमती। काशी महात्म्य वर्णने काहार सकती। निजे सदा शिव जाहा बनि न पारिबे। काशी महिमा मुखे के बखाणे भवे। मणिकर्णिका उत्पत्ति विषय रे किछि। मतांतरे जानिबारे प्रभेद रहिछि। प्रधान कारण जाहा सर्व एबे शुण। जेपरि मणिकर्णिका तीर्थर जन्म। एक दिन पूर्व काले सर्वदेवगण। स्वर्गरु काशी धाम को कले आगमन। सेहि दिन होइथिला चतुर्दशी तिथि। जेवण तिथि रे शिवंकर अति प्रीति। सेहि चतुर्दशी दिन आसी देवगण। भक्ति भरे कले ज्योतिर्लिंग आराधन। लिंग मध्यरु बाहारी बाबा विश्वनाथ। देवगणଙ୍କ आगरे आरंभिले नृत्य। महानंदे विहोल
ହୋଇ ଉମା ସାଇଁ ରଚିଲେ ମହାତାଣ୍ଡବ ତାଥେଇ ତାଥେଇ। ଯେଉଁ ସ୍ଥାନେ ପଡ଼ିଥିଲା ସତୀ କର୍ଣ୍ଣ କାପ ନାଚି ନାଚି ବିଶ୍ୱନାଥ ତହିଁ ଦେଲେ ଧାପ। ମହାନୃତ୍ୟ ଡେଇଁ ଡେଇଁ ଆନନ୍ଦ ବିହୋଳେ ଭୋଳେ ଗଡ଼ି ଯାନ୍ତେ ତହିଁ ଅଙ୍ଗ ଶ୍ରମ ଝାଳେ। ସେ କାଳେ ସତୀଙ୍କ ମଣି କୁଣ୍ଡଳ ଯୋଡ଼ିକୁ ସାଉଁଟି ଲାଗିଲେ ଦେବ ଦେବ ଦେଖୁ ଦେଖୁ। ଆପଣ କନରେ ଥିବା ତମ୍ଭାର କୁଣ୍ଡଳ ଖସି ଅକସ୍ମାତେ ପଡ଼ିଗଲା ସେହି ସ୍ଥଳ। କି ବିଚିତ୍ର ରହସ୍ୟ ଏ ବୁଝ କି ନା ଭଲେ ଶିବ କୁଣ୍ଡଳ ପଡ଼ନ୍ତେ ସେହି ଭୂମି ତଳେ। ମଣିକୁଣ୍ଡଳ ସାଙ୍ଗରେ ହୋଇ ସେ ମିଳନ କରି ପକାଇଲା ଖରେ ଭୂମି ବିଦାରଣ। ବେଳକୁ ବେଳ ବିଦିନ ହୁଅନ୍ତେ ମେଦିନୀ ତାହା ଦେଖି ଆଚମ୍ବିତେ ଦେବଶୂଳ ପାଣି। ସେହି ଖାତରେ ପ୍ରବେଶୀ ତୋଳନ୍ତେ କୁଣ୍ଡଳ ଦେଖୁ ଦେଖୁ ମହାଖାତେ ପୂର୍ଣ୍ଣ ହେଲା ଜଳ। ବହୁ ଶ୍ରମେ ଶିବ କଲେ କୁଣ୍ଡଳ ଉଦ୍ଧାର ସତୀଙ୍କ ମଣି କୁଣ୍ଡଳ ନ ପାଇଲେ ହର। ତେଣୁଟି ମଣି କନିକା ନାମ ଦେଲେ ତାର। ଏସନେ ଜାଣ ହେ ସେହି ତୀର୍ଥ ସମାଚାର। ସଂକ୍ଷେପରେ କହିଥିଲେ ଯେଣୁ ଏ ବିଷୟ ହେ ମୁନି ତୁମ୍ଭ ମନରେ ଥିଲାଟି ସଂଶୟ। ମଣିକର୍ଣ୍ଣିକା ତୀର୍ଥରେ ଯେଉଁ ପ୍ରାଣୀ ମରେ ଅପବର୍ଗ ଫଳ ପ୍ରାପ୍ତ ହୁଅଇ ତାହାରେ। ଆବର ଶ୍ରବଣ କର ଆହେ ମୁନିବର କହୁଅଛି ତୁମ୍ଭ ଆଗେ ବିଚିତ୍ର ବ୍ୟାପାର। ଯେ କାଳେ କୁଣ୍ଡଳ ପଡ଼େ ସେହି ପୁଣ୍ୟ ସ୍ଥାନେ ମଧ୍ୟାହ୍ନ ସମୟ ସେହୁ ଜାଣ ମୁନି ମାନେ। ସେ ହେତୁ ମଧ୍ୟାହ୍ନ କାଳ ଅତି ପୁଣ୍ୟତମ ସେହି କାଳେ କଲେ ମଣି କନିକା ଦର୍ଶନ। ଅଥବା ଅର୍ଜନ ଆଦି କଲେ ବିଧାନରେ ନିର୍ବାଣ ମୁକ୍ତି ଲାଭ କରନ୍ତି ଯେନରେ। ଶିବରାତ୍ରି କାଳେ ଯେହୁ ହୋଇ ଶୁଦ୍ଧ ମନ ଏହି ତୀର୍ଥେ ସ୍ନାନ ଆଦି करे संपादन। भवबंधन मोचन से जनर हुए संशय नाहिटी सेहु अंते मुक्ति पाए। शिवलोक निश्चिंतरे चिरकाले बसे पुनर्जन्म न हुई आवर केबे से। संध्या काले जेहु मणि कनिकार तीरे शिव पंचाक्षर मंत्र जपे कांतरे। शिवंक साजुज्य पाए अंते सेहि जन श्रीमुख वचन मिथ्या नुहे कदाचन। देखिबाकु इच्छा करी मणिकर्णिका को पतित पावनी गंगा विचारी मन को। एहि स्थाने वक्र पथ धइले से देवी
ଧନ୍ୟ ସେ ମଣିକର୍ଣ୍ଣିକା ଧନ୍ୟ ସେ ଜାହ୍ନବୀ ପୁଣି ପାଞ୍ଚିଲେ ମନେ ଆପେ ଗଙ୍ଗା ଦେବୀ। ମଣିକର୍ଣ୍ଣିକାକୁ ଦେଖି ମୁଁ ପବିତ୍ର ହେବି ଏତେ ଭାବି ଭଗୀରଥ ବକ୍ର ପଥେ ଯାଆନ୍ତି। ମଣିକର୍ଣ୍ଣିକା ମାହାତ୍ମ୍ୟ ବିଚିତ୍ର ଯେ ଅତି ସନତ କୁମାରଙ୍କ ମୁଖ ଶୁଣି ବଚନ ପୁଣି ପଚାରିଲେ ସେ ସୌନକ ତପୋଧନ। ସୌନକ ଉବାଚ କହ ବିନା ବିସ୍ତାରିଣ ହେ ବିଧି ନନ୍ଦନ ଗଙ୍ଗା ଚରିତ ଶ୍ରବଣେ ଉତ୍କଣ୍ଠିତ ମନ ଅମୃତ ସୁମଧୁର ଗଙ୍ଗା ଦେବୀ କଥା କେଉଁ କାଳେ ସେ ଜାହ୍ନବୀ ହେଲେ ବକ୍ରଭୂତା ସେ ବିଷୟ ଆମ୍ଭ ଆଗେ କର ହେ ବର୍ଣ୍ଣନ ଶୁଣିବାରେ କହୁତଳି ସର୍ବମୁନିଗଣ ଏସନ ଶୁଣି ଆନନ୍ଦେ ସନତ କୁମାର ବଖାଣିଲେ ସୁର ମୁନିଙ୍କର ସମାଚାର। ସନତ କୁମାର ଉବାଚ ଏକ ମନ ହୋଇ ଶୁଣ ସର୍ବମୁନିଗଣ କହୁଅଛି ଏବେ ସେହି ଗଙ୍ଗା ବିବରଣ। ସାଗରଙ୍କ ପୁତ୍ର ମାନେ କପିଳଙ୍କ ଶାପେ ଭସ୍ମୀଭୂତ ହୋଇ ଯେବେ ଥିଲେ ଅନ୍ଧକୂପେ ଭଗୀରଥ କରିବାକୁ ତାହାଙ୍କୁ ଉଦ୍ଧାର ଗଙ୍ଗା ଲାଗି ତପ ସାଧିଲେ ସେ ଘୋରତର ତଦନ୍ତେ ଗଙ୍ଗାକୁ ଆଣି କଲେ ଆଗମନ କଳ କଳ ରବେ ଗଙ୍ଗା ଆସନ୍ତି ବହନ ପ୍ରୟାଗ ନିକଟେ ଆସି ଜାହ୍ନବୀ ସୁନ୍ଦରୀ ଚଳିଲେ ମହାନନ୍ଦେ ବକ୍ରପଥ ଧରି ତାହା ଦେଖି ଭଗୀରଥ କଲେ ନିବେଦନ ବକ୍ରପଥେ କିମ୍ପା ଦେବୀ କରୁଛ ଗମନ। ଏହା ଶୁଣି ଗଙ୍ଗା ଦେବୀ କହିଲେ ତକ୍ଷଣ ବାରାଣସୀ କ୍ଷେତ୍ରକୁ ମୁଁ କରିବି ଗମନ ତହିଁ ରହିଅଛି ମୋର ଗୋଟିଏ ଭଉଣୀ ତା ନାମ ମଣିକର୍ଣ୍ଣିକା ଆହେ ନୃପମଣି ତାହା ସହିତରେ ମୁହିଁ ଦେଖା କରି ଯିବି ତୁମ୍ଭ ପିତୃ ପିତାମହେ ଉଦ୍ଧାର କରିବି। ଏତେ କହି ବକ୍ର ଭାବେ ଯାନ୍ତି ଜଗନ୍ନାଥ ତାଙ୍କ ପଛେ ପଛେ ଯାନ୍ତି ରାଜା ଭଗୀରଥ କାଶୀ ନିକଟରେ ପହୁଞ୍ଚନ୍ତେ ଗଙ୍ଗା ମାତ କାଳ ଭୈରବ ଆସିଣ ଓଗାଳଇ ପଥ ବୋଲ ଇଏ ବାଟେ ଯିବା ପାଇ ନ ଛାଡ଼ିବି ଗଲେ ଶୂଳ ଆଘାତରେ ମସ୍ତକ ଭାଙ୍ଗିବି। ଏହା ଶୁଣି ଗଙ୍ଗା ଦେବୀ କହିଲେ ତକ୍ଷଣ ମୋର ଭଗିନୀ କି ଦେଖି ବାକୁ ଅଛି ମନ ମଣିକର୍ଣ୍ଣିକା ଅଟଇ ମୋହର ଭଉଣୀ ତା ସଙ୍ଗ ସାକ୍ଷାତ ହେବି ଛାଡ଼ ହେ ଶରଣୀ ମୋହର ସଂଯୋଗେ ହି କାଶୀ ବାରାଣସୀ ଅଧିକରେ ପୁଣ୍ୟବତୀ ହେବ ସୁରୂପସୀ ଏସନ ଶୁଣନ୍ତେ କାଳ ଭୈରବ ସେ କ୍ଷଣ
ବୋଇଲେ ଶୁଣ ସୁନ୍ଦରୀ ମୋର ନିବେଦନ। ପ୍ରଭୁଙ୍କ ଆଦେଶ ବିନା ପଥ ନ ଛାଡ଼ିବି। କ୍ଷଣକେ ଅପେକ୍ଷା ଏଥି କର ଆଗ ଦେବି। ଏତେ ବୋଲି ଚଳିଗଲେ ଭୈରବ ବହନ। ହିମାଳୟ ଗିରିଠାରେ ଛନ୍ତି ପଞ୍ଚାନନ। ତହିଁ ଯାଇ ଜଣାଇଲେ ଶିବଙ୍କ ଛାମୁରେ। ଶଙ୍କର ବୋଇଲେ ପଥ ଛାଡ଼ ଜାହ୍ନବୀରେ। ମାତ୍ର କଥାଏ କହୁଛି କରହ ଶ୍ରବଣ। ତିନି ହସ୍ତ ପରିମାଣେ ପଥ ଦେବ ଜାଣ। ତବ ତିନି ହାତ ମାପି ବାଟ ଦେବ ତାଙ୍କୁ। ଏମନ୍ତ ଆଜ୍ଞା କରନ୍ତେ ଶିବ ଭୈରବଙ୍କୁ। ସେ ଆଦେଶ ପାଳି ବାହୁଡ଼ିଲେ ଭୈରବ। ପ୍ରବେଶ ହୋଇଲେ କାଶୀ ପ୍ରାନ୍ତେ ସେହି ଦେବ। ନିଜ ହସ୍ତେ ତିନି ହାତ କରି ପରିମାଣ। ଗଙ୍ଗା ଦେବୀ ଯିବା ପାଇଁ ପଥ କଲେ ଦାନ। ମଣିକର୍ଣ୍ଣିକାଙ୍କୁ ଗଙ୍ଗା କରି ଦର୍ଶନ। ଉତ୍ତର ବାହିନୀ ହୋଇ କରନ୍ତି ଗମନ। ଦେଖା କରି ଆନନ୍ଦରେ ଭଗିନୀ ସଙ୍ଗରେ। ଭଗୀରଥ ରାଜା ସଙ୍ଗେ ଚଳିଲେ ବେଗରେ। ମହାନନ୍ଦ ସେ ମଣି କର୍ଣ୍ଣିକାଙ୍କୁ ଦେଖି। ଆନନ୍ଦ ଭୈରବୀ ନାମ ବହିଲେ ସୁମୁଖୀ। ସାଗର ଦିଗେ ଚଳିଲେ ପତିତ ପାବନୀ। ଭକ୍ତ ବତ୍ସଳା ସୁନ୍ଦରୀ ସେ କଳନାଦିନୀ। ସାଗର ସଙ୍ଗେ ମିଳିଲେ ଦେବୀ ଯେତେବେଳେ। ଗଙ୍ଗା ସାଗର ଯେ ସ୍ଥାନ ମହାତୀର୍ଥ ହେଲେ। ଦୟାମୟୀ ସୁରଧନୀ କରୁଣା କଟାକ୍ଷେ। ସଗର ବଂଶକୁ ଉଦ୍ଧାରିଲେ ମହାସୁଖେ। ଭଗୀରଥ ଆଣିବାରୁ କରିଣ ଭକତି। ସେଦିନୁ ନାମ ବହିଲେ ଗଙ୍ଗା ଭଗୀରଥୀ। ଏ ମହାପବିତ୍ର କଥା ଶୁଣେ ଯେଉଁ ଜନ। ମୋଚନ ହୁଅଇ ତାର ସଂସାର ବନ୍ଧନ। ଗଙ୍ଗା ନାରାୟଣୀଙ୍କର ମହିମା ଅପାର। ଭାଷା ପ୍ରବନ୍ଧେ କହି ଦାସ କ୍ଷେତ୍ର ଛାର। ଇତି ଶ୍ରୀଲିଙ୍ଗ ପୁରାଣେ ଦ୍ୱିତୀୟ ଖଣ୍ଡେ ମଣିକର୍ଣ୍ଣିକା ଉତ୍ପତ୍ତି ଆଦି ବର୍ଣ୍ଣନେ ନାମ ଅଷ୍ଟାଦଶ ଅଧ୍ୟାୟ। 19 ଅଧ୍ୟାୟ। ସନତ କୁମାର କହନ୍ତି ଆହେ ମୁନିଗଣ। ଅପରାଜିତା ମହିମା ମନ ଦେଇ ଶୁଣ। ସକଳ କାମନା ସର୍ବ କାର୍ଯ୍ୟ ସିଦ୍ଧିଦାତ୍ରୀ। ଅସିଦ୍ଧ ସାଧିନୀ ଦେବୀ ମହାବିଷ୍ଣୁ ଶକ୍ତି। ଅପରାଜିତା ଦେବୀଙ୍କ ଅପୂର୍ବ ଚରିତ। ଘୋଷି ହୁଅ ନିରନ୍ତରେ ସର୍ବତପବନ୍ତ। ଏହିପରି ଆପଣାର ମୁଖେ ଉଚ୍ଚାରିବ। ସକଳ କାର୍ଯ୍ୟରେ ଯେହ୍ନେ ସିଦ୍ଧି କି ଲଭିବ। ଶ୍ରୀହରି ବାସୁଦେବଙ୍କ ଚରଣେ ନମଇ। ସେହି ଭଗବାନଙ୍କର ସେବାକୁ ମାଗଇ। ସହସ୍ର ଶୀର୍ଷ ଅନନ୍ତ ଜେବଣ ଠାକୁର। କ୍ଷୀର ସମୁଦ୍ର ସାଇଜେ ନାଗ ସଜ୍ଜା ପର। ଅନନ୍ତ ଦେବଙ୍କ ଦେହ ଯାହାଙ୍କ ପଲ୍ୟଙ୍କ। ପକ୍ଷୀ ରାଜନ ଗରୁଡ଼ ବାହନ ଯାହାଙ୍କ। ଯେ ପ୍ରଭୁ ଜନ୍ମ ରହିତ ଅଟନ୍ତି ଅଜିତ। ଯେଉଁ ପରମ ଈଶ୍ୱର ଇୟତା ରହିତ। ଜେବଣ ପ୍ରଭୁ ଅପରାଜିତା ପୀତାମ୍ବର। ତାହାଙ୍କୁ ପ୍ରଣାମ କରୁଅଛି ନିରନ୍ତର।
हे वासुदेव हे संकर्षण हे प्रद्युम्न हे अनिरुद्ध हे चतुर्बृहधारीन हे हयग्रीव हे महावराह मूर्ति हे अच्युत हे नृसिंह हे वामन मूर्ति हे परशुराम हे श्रीराम बलराम हे वरप्रद हे मत्स्य मूर्ति हे कूर्म हे 32 अवतारी महाविष्णु हरि तुम्भ चरणे अशेष प्रणाम मोहरि असुर दैत्य दानव गंधर्व आवर जक्ष राक्षस जे भूत प्रेत निशाचर पिशाच कुष्मांड सिद्ध जोगिनी डाकिनी स्कंद सहित रे पुण दुष्ट ग्रह श्रेणी नक्षत्र आदि अन्य जे अनिष्ट कारक रही छंती एहि भवे हे विश्वनायक सेमानंकु विष्णु शक्ति देवी बध कर दग्ध कर देवी पाल कर मथन कर ध्वंस कर दूर कर विमर्दन कर शंखरे चक्रे वक्रे खड़गे आवरे शक्ति रे विविधायुधे पाशरे प्रहारे शूलरे गदारे मुसलरे लंगलरे आहे दामोदर भस्म कर चंचलरे हे सहस्र बाहु हे सहस्र अस्त्रधारी तुम्भे सर्वश्रेष्ठ दैत्यरी आहे देव समस्तंको भरा भव कर हे अजित हे अमित प्रभु चक्रधर हे अपराजित हरि हे अप्रहित हत दीप्ति पाओ हे सहस्र नेत्र प्रकृष्ट रूपरे दीप्ति पाओ हे रूप विहीन परम ब्रह्म दयामय हे विश्वरूप हे बहुरूप जनार्दन हे जगतनाथ प्रभु हे मधुसूदन हे महावराह मूर्ति हे देवच्युत हे नृसिंह हे महापुरुष लक्ष्मीकांत हे पुरुषोत्तम हरि हे पंकजनाभ हे नारायण वैकुंठ हे वामन देव हे गोविंद दामोदर हे ऋषि वैश हे केशव सर्वासुर उत्सादन ईश हे सर्वनाग मर्दन वैकुंठ नायक हे महाबाहु हे सर्वस्त्र निक्षेपक हे यज्ञेश्वर हे सर्वभूत भयंकर हे सर्वशत्रु मर्दनकारी विश्वम्भर हे दीन बंधु हे सर्व मंत्र प्रभंजन हे सर्व शुभ मर्दन प्रभु भगवान हे सर्व जोर मोचन हे कमलावर हे सर्व बंधन विमोक्षण हे श्रीधर हे सर्व पाप नाशन दुख विनाशन हे सर्वदेवंक महेश्वर नारायण हे सर्वेश्वर हे सर्वग्रह निवारण हे आरत त्राण हे डाकिनी विध्वंसन हे जनार्दन हे सर्व कारण तुम्भंकु मोहर नमस्कार अनुक्षण जहा पाठ कले सर्व सिद्धि लाभ हुए जहा जप कले सिद्ध मिल निश्चय जहा स्मरण कले सिद्धि हुए प्राप्त से ही परमा विष्णु शक्ति महात्म्य से ही महाविद्या श्री अपराजिता जेहु पाठ करे जपे सुमरे सर्वथा अथवा श्रवण करे धारण वा करे किय वा कीर्तन करे श्रद्धा भक्ति भरे जहीं तहीं गले संगे संगे घेने जाए अथवा भकत भावे देखी रखे गृहे ताहार न रहे अग्नि भय वायु भय शिलावृष्टि भय वज्र भय हुए क्षय चौर भय सर्प भय समुद्रर भय दृष्टि भय शत्रु भय राजदंड भय हिंस्र जंतु भय आदि सकल घुंचई एथिरे तिलार्धे मात्र संशय जे नाही सिद्ध मातांक पूजित एहि जे सकल सिद्ध मंत्र उच्चारिले बदने के चल काहीं केबे न हुई रात्र काल भय
ଅନ୍ଧକାର ଭୟ ପୁଣି ସ୍ତ୍ରୀ ଭୟ ଚୟ। ରାଜପୁରୁଷ ଭୟ ଯେ ହୋଇଯାଏ ଦୂର, ବିଷଭକ୍ଷଣର ଭୟ ନ ରହେ ମାତର। ବଶୀକରଣ ଯେ ବିଦ୍ୱେଷର ଉଚ୍ଚାଟନ, ବଧ ବନ୍ଧନର ଭୟ ନୁହେଁ କଦାଚନ। ହେୟ ନଳେ ହେୟ ଭୟେ ଦେବୀ ହେୟ ଜିତେ, ହେୟ ମିତେ ହେୟ ପରେ ହେୟ ପରାଜିତେ। ହେ ଜନନୀ ପାଠ କର ସିଦ୍ଧି ପ୍ରଦାୟିନୀ, ହେ ଜନନୀ ଜପ କର ସୁସିଦ୍ଧି ଦାୟିନୀ। ହେ ଜନନୀ ସାର କର ସର୍ବସିଦ୍ଧି ଦାତ୍ରୀ, ହେ ମହାବିଦ୍ୟା ହେ ଅଦ୍ୱିତୀୟ ରମ୍ୟ ଗାତ୍ରୀ। ହେ ପୁନରୂପିଣୀ ଉମେ ଧ୍ରୁବେ ଅରୁନ୍ଧତୀ, ହେ ସର୍ବଭୂତ ସମ୍ବନ୍ଧେ ଅଭିଜ୍ଞ ସାବିତ୍ରୀ। ହେ ସର୍ବଗର୍ଭହାରିଣୀ ସର୍ବାଧିପ ପୂଜେ, ହେ ମା ସରସ୍ୱତୀ ତୁମ୍ଭେ କ୍ରୀଡ଼ା କର ନିଜେ। ହେ ରମଣୀ ହେ ଧରଣୀ ହେ ମାତ ଧାରିଣୀ, ହେ ତପନୀ ହେ ତାପିନୀ ହେ ସୌଦାମିନୀ। ହେ ଅରିତି ହେ ମାଦିତି ହେ ବିନତେ ଗୌରୀ, ହେ ଗାନ୍ଧାରୀ ହେ କିରାତି ହେ ଦେବୀ ସର୍ବରୀ। ହେ ମାତଙ୍ଗିନୀ ହେ କୃଷ୍ଣେ ହେ ଯଶୋଦାୟିନୀ, ହେ ସତ୍ୟବାଦିନୀ ଦେବୀ ହେ ବ୍ରହ୍ମବାଦିନୀ। ହେ କାଳୀ ହେ କପାଳିନୀ ହେ ଭୀମନାଶିନୀ, ହେ ଭୀଷଣ ନେତ୍ରେ ସଦ୍ୟ ଦୁଃଖ ବିନାଶିନୀ। ମୁଁ ଯେବେ ହୋଇବି ଜଳଗତ ସ୍ଥଳଗତ, ପାତାଳଗତ ବା ଶୂନ୍ୟଗତ ଆଗମାତ। ମୋତେ ସର୍ବ ପ୍ରାଣୀ ଠାରୁ ସର୍ବ ଉପଦ୍ରବେ, ରକ୍ଷା କର ଦେବୀ ଜଗଦମ୍ବେ। ଐକାହିକ ଦ୍ୱାହିକ ତ୍ରାହିକ ଚତୁର୍ଥିକ, ମାସିକ ଦ୍ୱୈମାସିକ ତ୍ରୈମାସିକ ଚତୁର୍ମାସିକ। ଷଣ୍ମାସିକ ମହୂର୍ତ୍ତିକ ବାତିକ ପୈତିକ, ଶୈଶ୍ଳିକ ସନ୍ନିପାତକ ଜ୍ୱର ସତତ ଜ୍ୱର। ସନ୍ତତ ଜ୍ୱର ବିଷମ ଜ୍ୱର ଗ୍ରହ ନକ୍ଷତ୍ର ଦୋଷମ, ସାନ୍ୟାନ୍ ହର ହର କାଳୀ ଶରଣର ଗୌରୀ। ଭୋ ମାତ ପରାଜିତେ କେଶବ ଦୟିତେ, ତବ ଶ୍ରୀପାଦ ପଦ୍ମରେ ଅଳି ମୋର ଏତେ। ଯେଉଁମାନେ ମୋତେ ସାକ୍ଷାତେ ବା ଅସାକ୍ଷାତେ, ଦ୍ୱେଷ ଭାବ ଆଚରନ୍ତି ତାହାଙ୍କର ଚିତ୍ତେ। ସେହି ସମସ୍ତଙ୍କୁ ବଧ କର, ସେହି ଦୁଷ୍ଟଙ୍କୁ ମା ଦଗ୍ଧ କର। ସେହି ଦୁରାତ୍ମାଙ୍କୁ ପାକ କର, ସେହି ପାପିଷ୍ଠଙ୍କୁ ମାଗ ମରଦନ କର। ତାପିତ କର ସେମାନଙ୍କୁ, ଶୋଷଣ କର ମାତାହାଙ୍କୁ। ଉଚ୍ଛେଦ କର ଜଗନ୍ମାତ, ଦୁଷ୍ଟମାନଙ୍କର ଦର୍ପ କର ଗନିପାତ। ହେ ବ୍ରହ୍ମାଣୀ ହେ ବୈଷ୍ଣବୀ ମାତା ମାହେଶ୍ୱରୀ, ହେ ବାରାହୀ ନାରସିଂହ କୋମାତ କୌମାରୀ। ହେ ବୈନାୟକୀ ହେ ଐନ୍ଦ୍ରୀ ହେ ଚନ୍ଦ୍ରୀ ଆଗ୍ନେୟୀ, ହେ ଚଣ୍ଡୀ ଚାମୁଣ୍ଡେ ହେ ବାରୁଣୀ ମହାମାୟୀ। ହେ ଦାୟବୀ ମାତ ରକ୍ଷା କର, ହେ ଭବାନୀ ମାତ ଭଗବତେ ତ୍ରାହି କର। ହେ ପ୍ରଚଣ୍ଡ ବିଦ୍ୟେ ଇନ୍ଦ୍ର ଉପେନ୍ଦ୍ର ଭଗିନୀ, ହେ ଜୟ ବିଜୟ ଶାନ୍ତି ସ୍ୱସ୍ତି ଠାକୁରାଣୀ। ହେ ପୁଷ୍ଟି ହେ ତୁଷ୍ଟି କୀର୍ତ୍ତି ବିବର୍ଦ୍ଧନୀ ଦେବୀ, କାମାଙ୍କୁ ସେ କାମ ଦୁଘେ ପରମ ବୈଷ୍ଣବୀ। ହେ ସର୍ବକାମନା ବର ପ୍ରଦେ ବିଦ୍ୟେ ବିଶ୍ବେଶ୍ୱରୀ, ସର୍ବଭୂତେ ମୋତେ ପ୍ରିୟ କର ଗୋ ସୁନ୍ଦରୀ। ହେ ଆକର୍ଷଣକାରିଣୀ ଆଦେଶକାରିଣୀ, ହେ ଦୀପ୍ତିଶାଳିନୀ ହେ ରମଣୀ ହେ ରାମିଣୀ। ହେ ଧରଣୀ ହେ ଧାରିଣୀ ତପନୀ ତାପିନୀ, ହେ ମଦନାଦିନୀ ମାତୁ ଶୋଷଣକାରିଣୀ। ହେ ମୋହ ବିଧାୟନୀ ହେ ମହାନୀଳବନେ, ହେ ମହାନୀଳ ପତାବେ ଦେବୀ ଶୁଭାନନେ। ହେ ମହାଗୌରୀ ହେ ମହାଶ୍ରୟ ସ୍ୱରୂପେ, ମହାଚନ୍ଦ୍ର ଶକ୍ତେ ମହାପ୍ରୀତି କରି ଆପେ। ହେ ମହାମାୟେ ହେ ମାତ ହେ ଆଦିତ୍ୟ ରଶ୍ମି, ହେ ଜାହ୍ନବୀ ଯମ ଘଣ୍ଟେ କଳିନେ ସଦୃଶୀ। ହେ ଚିନ୍ତାମଣି ସୁରଭି ହେ ସୂରି ଉତ୍ପନ୍ନେ, ହେ ସର୍ବକାମନା ପ୍ରଦେ ପ୍ରସନ୍ନ ବଚନେ। ଯଥା ବାଞ୍ଛିତ କାର୍ଯ୍ୟମ ତାହା ସିଦ୍ଧ କର, ତୋ ଚରଣ ପଦ୍ମେ ହି ପ୍ରାର୍ଥନା ମୋହର।
हे जग जननी पाप आसीअछि जहूँ ସେହି ପାପ ସେହି ସ୍ଥାନେ ବାହୁଡ଼ି ନ ଯାଉ। ବଳେ ବଳେ ମହାବଳେ ଅସିଦ୍ଧ ସାଧନି ଭଲେ ତବ ପ୍ରୀତି ହେଉ ମୋ ପ୍ରତି ଜନନୀ। ଏମନ୍ତେ ଅପରାଜିତା ସ୍ତୋତ୍ର ମନୋହର ପଠନ ଶ୍ରବଣେ ସିଦ୍ଧି ଲାଭ ନିରନ୍ତର। ସନତ କୁମାର ବଖାଣିଲେ ମୁନି ଯେ ମେଳେ ଶ୍ରବଣ କରି ଉଷତ ହୋଇଲେ ସକଳେ। ସେଦିନ ସୌନକ ଆଦି ସକଳ ତାପସେ ଏହି ସ୍ତୋତ୍ର ପାଠ କଲେ ମନର ହରସେ। ସର୍ବଶୁଭ ପ୍ରଦ ଅଟେ ଏହି ସ୍ତୋତ୍ର ସାର ପଢ଼ି ଶୁଣି ନର ନାରୀ ଦୁଃଖରୁ ନିସ୍ତର। ମନୋବାଞ୍ଛା ପୂର୍ଣ୍ଣ ହୁଏ ଶୁଣିଲେ ସ୍ତୋତ୍ର ସକଳ ବିପଦ ଦୂରେ ଘୁଞ୍ଚଇ ତୁରିତ। ସର୍ବରୋଗ ସର୍ବଜ୍ୱର ହୁଏ ବିନାଶ ଧ୍ୱଂସ ହୁଏ ଅଙ୍ଗରୁ ଯେ ସମସ୍ତ କଳମସ। ଶ୍ରୀଲିଙ୍ଗ ପୁରାଣ କାଶୀ ଖଣ୍ଡ କଥା ବାଣୀ ଭାଷା ପ୍ରବନ୍ଧେ ଲେଖଇ କ୍ଷେତ୍ରବାସୀ ଭଣୀ। इति श्रीलिंग पुराणे द्वितीय खंडे त्रैलोक्य विजया अपराजिता स्तोत्र कथने नाम 49 अध्याय।